जय जगन्नाथ सुप्रभातम पिला माने। तो पिले जो समय रे ओएसएससी पिले एलटीआर एग्जाम करे एपर्यंत तार किछि मध्य पिले रिजल्ट काढुनी। ठीक अछि बहुत अपेक्षा पिला को करैलेनी। आ पिला मानकर सिचुएशन पिले बहुत से माने मेंटली ना बहुत हरासमेंट हेकि रचंदी। काहे ना सब दिन पिला केही ना केही पिले कॉल करिवे कि सार रिजल्ट बाहरुनी हमर बहुत बढ़िया मार्क थिला। तो एथिरे पिले सेमानकर कोन दोष सेमाने पाठ पढिथिले एते भलो मार्क रखिथिले किंतु କିଛି କାରଣ ପାଇଁ ପିଲେ ତ ସେମାନଙ୍କର ଫ୍ୟୁଚର ପିଲେ ଖରାପ ହଉଛି ତଥାପି ଯାହା ହଉ ଭଗବାନଙ୍କ କୃପାରୁ ପିଲେ ସେମାନଙ୍କର କେମିତି ସବୁ କିଛି ସମାଧାନ ପିଲେ ହେଇଯାଉ। ଠିକ ଅଛି କାହିଁକି ନା କିଛି ପିଲାଙ୍କର ପିଲେ ଏମିତିରେ ବି ବୟସ ବି ହେଇଗଲାଣି। ଠିକ ଅଛି ସେମାନେ ବହୁତ ଥର ଅପେକ୍ଷା ବି କଲେଣି ଏଥର ବହୁତ କଷ୍ଟରେ ଭଲ ମାର୍କ ବି ରଖିଛନ୍ତି ପିଲେ 230 235 ଏମିତି ସରି ଭୁଲ କହିଲି ପିଲେ 130 135 ଏ ଟାଇପ ରେ ପିଲା ମାର୍କ ରଖିଛନ୍ତି। ଠିକ ଅଛି ତଥାପି ଓଏସଏସସି ପିଲେ ଯଥାଶୀଘ୍ର ସେମାନଙ୍କର ଆନ୍ସର କାଢି ଦଉ ସେମାନଙ୍କର ଯାହା ବି କିଛି ପିଲେ ଡକୁମେଣ୍ଟ ଭେରିଫିକେସନ ଲିଷ୍ଟ ସେମାନଙ୍କର ବାହାର କରିଦଉ ହେଲା। ତ ଏଇ ସବୁ ତ ପିଲେ ସରକାରଙ୍କ ହାତରେ ଅଛି ତ ଆମେ ମାନେ କେବଳ ତା ପାଇଁ ସଂଘର୍ଷ କରିପାରିବା। ଆଉ ତଥାପି ଯାହା ହଉ ପିଲେ ତ ଏଇ ସମୟରେ ଏ ଯୋଉ ଓ ଟ୍ରିପଲ ଏସସି ଦ୍ଵାରା ମଧ୍ୟ ପିଲେ ଗୋଟେ ଏକ୍ଜାମ କରାଯାଇଥିଲା। ଠିକ ଅଛି ତ ଏଥିରେ ତ ପ୍ରାୟ ପିଲା ଏମିତିରେ ବି ଆପ୍ଲାଏ ବି କରିନଥିଲେ ପିଲା ବହୁତ ସାରା ଏଥିରେ ପିଲା ଆପ୍ଲାଏ କରିନାହାନ୍ତି କାହିଁକି ନା ଭାବୁଥିବେ କି ଏ ଯୋଉ ଏସି ଏସଟି ଡେଭଲପମେଣ୍ଟ ସ୍କୁଲ ଅଛି ତ ତାର କେମିତି କଣ ସିଷ୍ଟମ। ଠିକ ଅଛି କିନ୍ତୁ ଏମିତି କିଛି କଥା ନାହିଁ ପିଲେ ଏସିଏସ୍ ଡେଭଲପମେଣ୍ଟ ସ୍କୁଲ ମଧ୍ୟ ବହୁତ ବଢିଆ ସ୍କୁଲ ପିଲେ। ଠିକ ଅଛି ଏସିଏସ୍ ଡେଭଲପମେଣ୍ଟ ସ୍କୁଲରେ ମଧ୍ୟ ମାନେ ଆଜ ୟୁଜୁଆଲ ପିଲା ଆମର ଯାହା ପିଲା ଗଭର୍ଣ୍ଣମେଣ୍ଟ ସ୍କୁଲ ଯେମିତି ନା ତା ତା ଏ ସ୍କୁଲ ଯାହା ସେ ସ୍କୁଲ ମଧ୍ୟ ସେଇଆ ବରଂ ଏ ସ୍କୁଲ ଠାରୁ ଏସିଏସ୍ ଡେଭଲପମେଣ୍ଟ ସ୍କୁଲ ବରଂ ଆଉ ଟିକେ ଉନ୍ନତ ଧରଣର ପିଲେ କାହିଁକି କହୁଛି କାହିଁକି ନା ଏସିଏସ୍ ଡେଭଲପମେଣ୍ଟ ସ୍କୁଲର ପିଲେ ଯୋଉ ପ୍ରତିଟି ସ୍କୁଲ ରହିଛି ନା ପିଲେ ସେମାନେ ସବୁ ସ୍କୁଲ ହଉଛି ପିଲେ ଡିଡିଓ ପାୱାର ସ୍କୁଲ। ୟାର ମାନେ ତମ ମାନେ ବୁଝିପାରିବ ପିଲେ ଡିଡିଓ ପାୱାର ସ୍କୁଲ ର ମାନେ ହଉଛି କଣ ନା ତାଙ୍କର ଯିଏ ସ୍କୁଲର ଏଚଏମ ଯିଏ ତାଙ୍କ ହାତରେ ହିଁ ସାଲେରୀ ଠିକ ଅଛି ଏସବୁର କ୍ଷମତା ତାଙ୍କ ହାତରେ ରହିବ ଅର୍ଥାତ ତମମାନଙ୍କର ଯୋଉ କାମ ଗୁଡାକ ଯେମିତି କି ମୁଁ ବର୍ତ୍ତମାନ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ଗୋଟେ ହାଇସ୍କୁଲରେ ଜବ କରୁଛି କିନ୍ତୁ ମୋରି ଭଳିଆ ପିଲା ଗଞ୍ଜାମ ଡିଷ୍ଟ୍ରିକ୍ଟର ଯେତେ ବି ହାଇସ୍କୁଲରେ ଟିଚର ମାନେ ଅଛନ୍ତି ଆମ ସମସ୍ତଙ୍କର ଡିଓ ଜଣେ ହେଇଥିବ। ଆଉ ଆମ ସମସ୍ତଙ୍କର କାମ ତାଙ୍କୁ ଜଣକୁ ହିଁ କରିବାକୁ ପଡିବ। ତ ସେଥିପାଇଁ ଆମମାନଙ୍କର କାମରେ ଟିକେ ଲେଟ୍ ବି ହେଇପାରେ ଯେମିତି କି ଷ୍ଟାର୍ଟିଂ ବେଳୁ ପିଲେ ଏଚଆରଏମଏସ୍ ଖୋଲିବା ହଉ କି ପିଲେ ପ୍ରାନ୍ ଖୋଲିବା ହଉ। ଠିକ ଅଛି ମଝିରେ ମଝିରେ ସାଲେରୀ ଆସିବାରେ ବି ପିଲେ ବିଳମ୍ବ ହେଇପାରେ। ଠିକ ଅଛି ଯେହେତୁ ଜଣଙ୍କ ହାତରେ ପିଲେ ସବୁ ସ୍କୁଲକୁ ବୁଝିଲା ବେଳକୁ ସମୟ ଲାଗିଯିବ କିନ୍ତୁ ଏଇ ଯୋଉ ଏସିଏସ୍ ଡେଭଲପମେଣ୍ଟ ସ୍କୁଲ ଗୁଡାକ ଏମାନେ ନିଜେ ହିଁ ଗୋଟେ ଗୋଟେ ଡିଡିଓ ପାୱାର ସ୍କୁଲ। ତ ଏମାନଙ୍କର ଦରମା ହଉ ଏମାନଙ୍କର ଯାହାବି କିଛି ପିଲେ ଏଚଆରଏମଏସ୍ ଆଇଡି ହଉ ପ୍ରାନ୍ ହଉ ସମସ୍ତେ ସେଇ ସ୍କୁଲରେ ହିଁ ଖୋଲାଯିବ ତ ସେଥିପାଇଁ ଏମାନଙ୍କର କାମ ବି ବହୁତ ସ୍ପିଡ ହେଇଥାଏ। ଆଉ ବହୁତ ଭଲ ସିଷ୍ଟମ ପିଲେ କିଛି ଅସୁବିଧା ନାହିଁ। ଠିକ ଅଛି ଏସିଏସ୍ ଡେଭଲପମେଣ୍ଟ ସ୍କୁଲର ଦରମା ମଧ୍ୟ ଏ ସ୍କୁଲର ଦରମା ଯାହା ସେ ସ୍କୁଲର ବି ଦରମା ସେଇଆ ସେମ ହିଁ ଦରମା ଦରମାରେ କୌଣସି ପ୍ରକାର ଏପଟ ନାହିଁ। ଠିକ ଅଛି ତ ସେଥିପାଇଁ ବହୁତ ବଢିଆ ସ୍କୁଲ ଆଉ ଯୋଉମାନେ ପକେଇଛନ୍ତି ଆମ କୋଚିଂ ରେ ବି ବହୁତ ସାରା ପିଲା ପିଲେ ତମମାନେ ଏଥିରେ ପ୍ରିଲିମ ରେ ମଧ୍ୟ କ୍ୱାଲିଫାଏ କରିଛ ସମସ୍ତଙ୍କୁ ପିଲେ ବହୁତ ସାରା କଂଗ୍ରାଚୁଲେସନ ବହୁତ ସାରା ଶୁଭ ଅଭିନନ୍ଦନ। ତ ବର୍ତ୍ତମାନର ସମୟ ହଉଛି ପିଲେ କଣ ନା ତମ ହାତରେ ପିଲା ଆଉ ରହିଲା ଦେଖିପାରୁଥିବ ପିଲେ ହଁ ତମ ହାତରେ ବର୍ତ୍ତମାନ ଆଉ ସମୟ ରହିଲା ପିଲେ 24 ସେପ୍ଟେମ୍ବରରେ ପିଲେ ବର୍ତ୍ତମାନ ପରୀକ୍ଷା ଅଛି ପିଲେ ମେନ୍ ଏକ୍ଜାମ ପରୀକ୍ଷା ଅଛି ହେଲା। ତ ଏଠି ପିଲେ ଧ୍ୟାନରେ ଏଇ ଜିନିଷଟାକୁ ରଖ ପିଲେ ସାଂସ୍କ୍ରିଟ ଟିଚର ମାନଙ୍କର ବର୍ତ୍ତମାନ 24 ସେପ୍ଟେମ୍ବର 2025ରେ ପିଲେ ଆମର ବର୍ତ୍ତମାନ ଏକ୍ଜାମ ରହିବ କଣ ନା ମେନ୍ ଏକ୍ଜାମ ରହିବ ଆଉ ଏଇ ଯୋଉ ଏକ୍ଜାମ ଟା ପିଲେ ଏଇଟା ହିଁ ତମମାନଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରିବ ପିଲେ ଅର୍ଥାତ ଏଇ ଗୋଟିକ ହିଁ ନିର୍ଦ୍ଧାରଣ କରିବ ତୁମେ ଏଇ ଯୋଉ ଏସିଏସ୍ ଡେଭଲପମେଣ୍ଟ ସ୍କୁଲରେ ଟିଚର ହବ ନା ହବନି। ତ ସେଥିପାଇଁ ଏଇଟା ତମମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ପିଲେ ଆଉ ବର୍ତ୍ତମାନ ଆଜି ହେଇଗଲା ପିଲେ 26 ତାରିଖ ଆଉ ପିଲେ ଚାହୁଁ ଚାହୁଁ 28 ଦିନ ପାଖାପାଖି ତମ ହାତରେ ସମୟ ରହିଛି। ତ ସେଇ 28 ଦିନରେ ତମେ ତମର ପ୍ରିପାରେସନକୁ ପିଲେ ବହୁତ ଭଲ ବଢିଆ ସେ କର। ହଁ ମାନେ ଦିନର ପିଲେ 12 ଘଣ୍ଟା ପାଖାପାଖି ଆରି ପାଇଁ ଦେଇଦିଅ ପିଲେ ଠିକ ଅଛି ଆଉ 12 ଘଣ୍ଟା ବରଂ ଯାହା କରୁଛ କର ନିଜସ୍ୱ କାମ କିନ୍ତୁ ଆଉ ଆଟଲିଷ୍ଟ ପିଲେ 12 ଆୱାର୍ସ ତମେ ଦିଅ ପିଲେ ଏଇ 28 ଦିନ ଠିକ ଅଛି ଏଇ ଯୋଉ 28 ଦିନ ତ ନୁହଁ ପାଖାପାଖି ସେତିକି ଦିନ ହଉଛି ହେଲା। ତ ଏତିକି ଦିନ ପର୍ଯ୍ୟନ୍ତ ତମେ ତମ ନିଜକୁ ଟିକେ ସମୟ ଦିଅ ପିଲେ ଠିକ ଅଛି ଆମେ ଡିଟେଲସରେ ଡିସକସନ କରିବା କେମିତି କଣ ପ୍ରିପାରେସନ କରିବ ବା କେମିତି କଣ ପଢାପଢିର ତମ ମାନେ ସିଷ୍ଟମ କଣ ରଖିବ କେମିତି ପଢିବ କେମିତି ଷ୍ଟାର୍ଟ କରିବ ତା ବିଷୟରେ ଆମେ ଆଲୋଚନା କରିବା ପିଲେ ତଥାପି ଆଗ ନର୍ମାଲ ଯୋଉ ଇନଫର୍ମେସନ ଆକୁ ଆଗ ମାଇଣ୍ଡରେ ତମ ମାନେ ସେଟ କର ପିଲେ ଠିକ ଅଛି ମାଇଣ୍ଡରେ ସେଟ କର କି 24 ସେପ୍ଟେମ୍ବର 2025ରେ ଆମ ମାନଙ୍କର ପରୀକ୍ଷା ହବାକୁ ଯାଉଛି ବୁଝିହେଲା। ତାକୁ କାନ୍ଥରେ ଲେଖିକି ରଖିଦିଅ ଖାତାର ଉପରେ ଲେଖିକି ରଖିଦିଅ ପିଲେ ଡେଟ ତମ ଆଖି ସାମ୍ନା ରହିବା ଦରକାର ରହିଲେ ହିଁ ତମମାନଙ୍କୁ ମୋଟିଭେଟ ମିଳିବ କି ନାଇଁ ପରୀକ୍ଷା ପାଖାପାଖି ରହିଲା ମୁଁ ପାଠ ପଢିବି
ଆଉ ଡେଟ୍ ଭୁଲି ଯାଇଥିବ ତ 20 ସେପ୍ଟେମ୍ବର କୁ ମନେ ପଡିବ ଆରେ 24 ରେ ପରୀକ୍ଷା ଅଛି, ତ 4 ଦିନରେ କେହି କିଛି କରିପାରିବେନି ପିଲେ, ଠିକ ଅଛି। ତ ବାହାଘର ବେଳେ ବାଇଗଣ ରୋଇଲା ପରିକା କାମ ହବ। ତ ସେଥିପାଇଁ ତମମାନେ ଖାତାରେ ଲେଖିକି ରଖ କି 24 ସେପ୍ଟେମ୍ବର 2025 ରେ ପରୀକ୍ଷା ଅଛି। ମୋ ହାତରେ ଆଉ ବହୁତ କମ ସମୟ ଅଛି, ଆଉ ମତେ ଏବେଠୁ ହିଁ ପ୍ରିପାରେସନ ଆରମ୍ଭ କରିଦେବାକୁ ପଡିବ, ଠିକ ଅଛି ପିଲେ। ଚାଲ ତେବେ ତମମାନେ ତ ଦେଖିପାରିଥିବ ପିଲେ ଏଥିରେ ଆମର ଯୋଉ ପ୍ରିଲିମ ର ରେଜଲ୍ଟ ତ ବାହାରିଛି ହେଲା, ପବ୍ଲିକେସନ ଅଫ ପ୍ରୋଭିଜନାଲ ରେଜଲ୍ଟ ଅଫ ଦ ପ୍ରିଲିମିନାରୀ ଏକ୍ସାମିନେସନ ଫର ଦ ପୋଷ୍ଟ ଅଫ ସାଂସ୍କ୍ରିଟ ଟିଚର୍ସ ହେଲା। ତ ଏଥିରେ ତମ ରୋଲ ନମ୍ବର ଅନୁସାରେ ପିଲେ କି ଯିଏ ଯୋଉ ଡିଷ୍ଟ୍ରିକ୍ଟରେ ପରୀକ୍ଷା ଦେଇଥିଲା, ଠିକ ଅଛି, କି ଅନୁଗୁଳ, ବରଗଡ଼, ଭଦ୍ରକ, ଯିଏ ଯୋଉ ଡିଷ୍ଟ୍ରିକ୍ଟରେ ପରୀକ୍ଷା ଦେଇଥିଲା ସେଇ ହିସାବରେ ପିଲେ ସେମାନଙ୍କର ସବୁ ରୋଲ ନମ୍ବର ଗୁଡାକ ପିଲେ ଦେଇଦେଇଛି ହେଲା। ବାଲେଶ୍ୱର, ବଲାଙ୍ଗୀର, ବୌଦ୍ଧ, କଟକ, ଠିକ ଅଛି, ଢେଙ୍କାନାଳର ପିଲେ ଏଇ ରୋଲ ନମ୍ବର, ଗଞ୍ଜାମର, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ବୁଝିଲା। ତ ଏସବୁ ଡିଷ୍ଟ୍ରିକ୍ଟ ଅନୁସାରେ ପିଲେ ସେମାନଙ୍କର ଦେଇ ଦେଇଛି ରୋଲ ନମ୍ବର ଗୁଡାକ। ତମେ ତମ ରୋଲ ନମ୍ବର ପିଲେ ହିସାବରେ ଦେଖିବ ତମ ରୋଲ ନମ୍ବର ଏଥିରେ ଆସିଛି ନା ନାହିଁ ହେଲା। ତ ଏଇଭଳି ଭାବରେ ତମ ମାନେ ଜାଣିବ। ଆଉ କଟ ଅଫ୍ ଯଦି ଆମେ ଦେଖିବା ତ ୟୁଆର ର ପିଲେ 58 ଗଲା ନାଇଁ କି, ଆଉ ୟୁଆର ଓମେନ ର ପିଲେ 60 ହେଲା, ଏସଟି ର ପିଲେ 30.76, ଏସଟି ଓମେନ ର ପିଲେ 30.13, ଆଉ ଏସି ର ପିଲେ ଅଛି 33.08 ହେଲା, ଏସି ର 44 ଏସି ଓମେନ ର ପିଲେ 44.08, ଆଉ ଏସି ବିସି ପିଲେ 57.72 ପିଲେ ରହିଛି ତାର କଟ ଅଫ୍ ପିଲେ। ହଉ ଠିକ ଅଛି, ଆମର ଯେହେତୁ ପିଲେ ଏସି ବିସି ର ନା ଓମେନ ନାହିଁ ପିଲେ, ଠିକ ଅଛି, ଏଥିରୁ ପୋଷ୍ଟ ବାହାରିଥିଲା ତ ପୋଷ୍ଟରେ ପିଲେ ଓମେନ ନାହିଁ। ଆଉ ଏଇଠି ପିଲେ ମୁଁ କହିଦଉଛି ଆମର ଯୋଉ ସାଂସ୍କ୍ରିଟ ର ପିଲେ ଆଟଲିଷ୍ଟ ପୋଷ୍ଟ ବି ପିଲେ ବହୁତ କମ ଅଛି, ବୁଝିପାରୁଛ ପିଲେ। ପୋଷ୍ଟ ଏଥିରେ ତମ ମାନେ ଦେଖିପାରିବ ପୋଷ୍ଟ ପିଲେ, ଦେଖ ମୁଁ ଏଠି ଦେଖେଇ ଦଉଛି ଟିକେ, କୁଆଡେ ଗଲା ପିଲେ ହେଲା, ପୋଷ୍ଟ ଉପରେ ମୁଁ ତୁମକୁ ଟିକେ ନଜର ପକେଇ ଦଉଛି ପିଲେ। ଦେଖ ଟୋଟାଲ ନା ପିଲା ଆମର 71 ଟା ପିଲେ ପୋଷ୍ଟ ଅଛି, ବୁଝଉଛି, ଟୋଟାଲ ଆମ ହାତରେ ପିଲା ଅଛି 71 ପିଲେ ପୋଷ୍ଟ ହେଲା, 71 ପିଲେ ପୋଷ୍ଟ ଅଛି ଆମ ସାଂସ୍କ୍ରିଟ ର। ତ ସେଇ ହିସାବରେ ସେ ଯଦି 5 ଗୁଣ ପିଲା ନବ ତ 5 କେ 5 5 7 5 3 5 7 35 ପିଲେ 355 ଜଣକୁ ଯେ, କାହିଁକି କିନ୍ତୁ ସେ ଯୋଉ ରେଜଲ୍ଟ ବାହାର କରିছে 355 ଜଣଙ୍କୁ ସେ ନେଇନି ପିଲେ, ଠିକ ଅଛି, ବୋଧେ ସେ କାଟାଗୋରୀ ହିସାବରେ ନେଇଥିବ କି କଣ ଏମିତି କରିଥିବ। 355 ଜଣଙ୍କୁ ସେ ସିଲେକ୍ଟ କରିନି ପିଲା, ଆହୁରି କମ ଜଣଙ୍କୁ ସିଲେକ୍ଟ କରିଛି ହେଲା। ମୁଁ ତ ଓଭରହେଡ୍ ଖାଲି ଜଷ୍ଟ ଓଭରଲୁକ୍ କରିଥିଲି, ମତେ ଲାଗୁଛି କି ସେଇ 270 ରୁ 300 ଭିତରେ ପିଲାଙ୍କୁ ପିଲେ ନେଇଛି। ତମମାନେ ତଥାପି ଗଣିବ ପିଲେ ତ କେତେ ଜଣଙ୍କୁ ସେ ନେଇଛି ଦେଖିବ ହେଲା, କମେଣ୍ଟରେ ମଧ୍ୟ ଟିକେ ଜଣେଇଦବ ପିଲେ କେତେ ଜଣ ସେ ଯୋଉ ଗଣିକିରି କେତେ ଜଣଙ୍କୁ ସେ ନେଇଛି ପିଲେ, ମାନେ ପ୍ରିଲିମରେ ସେ କ୍ୱାଲିଫାଏ କରେଇଛି, ମେନ୍ ପାଇଁ ତାଙ୍କୁ ସିଲେକ୍ଟ କରେଇଛି ହେଲା। ତ ଏଇଭଳି ଭାବରେ ପିଲା ପୋଷ୍ଟ ଅଛି। ତ ତଥାପି ପ୍ରାୟ ପିଲା ଡାଉଟ ରେ ପଡି ଯାଉଥିବ କି ଯୋଉ 7 ରହିଲା, ତ ଏଗୁଡାକର ମାନେ କଣ ରହୁଛି ଦେଖ, ମାନେ ତମେ ଭାବନି ଯେ ୟୁଆର ରେ 16ଟା ଅଛି ତା ଭିତରୁ 7ଟା ପିଲା ୟୁଆର ଓମେନ, ସେମିତି ନାହିଁ ପିଲେ, ଏଠି ୟୁଆର ରେ 16ଟା ଅଛି ଆଉ ବାକି ୟୁଆର ଓମେନ ବି ପିଲେ 7ଟା ଅଛି। ୟାର ମାନେ ପିଲେ ଏଇଆ, ୟୁଆର ର ମାନେ କୌଣସି ଜେନେରାଲ କାଟାଗୋରୀ ପିଲା ତାଙ୍କ ପାଇଁ ରିଜର୍ଭ ନୁହଁ ପିଲେ। ପ୍ରାୟ ପିଲା ଏଇଥିରେ ହିଁ ସନ୍ଦେହରେ ପଡିଛୁ ନା ୟୁଆର ମାନେ ଆମେ ଖାଲି ୟୁଆର ପିଲା ହିଁ ରହିବୁ, ଆରେ ସେମିତି ହେଲେ ୟୁଆର ଗୋଟେ କୋଟା ହେଇଯିବ, ତ ସେ କଥା ନାହିଁ ପିଲେ। ୟୁଆର 16ଟା ମାନେ ହଉଛି କି ଯୋଉ ପିଲା ଯେତିକି ପିଲା ପରୀକ୍ଷା ଦେଲେ ରେଜଲ୍ଟ ମନେକର ସେମାନଙ୍କର ବାହାର କରିଦବ, ତ ଉପର ଆଡୁ ପିଲେ ଯୋଉ ପିଲା ମାନଙ୍କର ମାନେ 1 2 3 4 ହେଇକି 16 ପର୍ଯ୍ୟନ୍ତ ପିଲେ ହେଲା, 16 ପର୍ଯ୍ୟନ୍ତ ଯୋଉମାନେ ସିରିଏଲି ରହିବେ ତା ଭିତରେ ପିଲେ ଏସି ପିଲା ବି ଥାଇପାରନ୍ତି, ଜେନେରାଲ ପିଲା ବି ଥାଇପାରନ୍ତି, ଏସି ବିସି ପିଲା ବି ଥାଇପାରନ୍ତି, ଏସଟି ପିଲା ବି ଥାଇପାରନ୍ତି। ତ ସେ ସମସ୍ତେ ପିଲେ ୟୁଆର 16 ଭିତରେ ଯିବେ, ବୁଝଉଛି। ତ ଏଇ ହିସାବରେ ପିଲେ, ଆଉ ତାପରେ ଯୋଉ ପିଲେ ସିଲେକ୍ଟ ହବ, ତାପରେ ଯୋଉ ସିଲେକ୍ସନ ବାହାରିବ ସେଇଟା ପିଲେ କଣ ନା 7ଟା ଓମେନ ପିଲେ, ହଁ ୟୁଆର ର 7ଟା ଓମେନ, ଅର୍ଥାତ 16 ପରେ ମନେକର 17 ନମ୍ବର ଟା କେହି ଜଣେ ପୁଅ ପିଲା ରହିଯାଇଛି ହେଲା, ତ ସେ ପୁଅ ପିଲା କଟା ହେଇଯିବ, ତାକୁ ନିଆହବନି ପିଲେ, ବୁଝଉଛି, ସେ ପୁଅ ପିଲା ରହିବନି। ତାପରେ ଯୋଉ 18 ନମ୍ବରରେ ଝିଅ ପିଲା ଅଛି ତ ଝିଅ ପିଲାଟକୁ ଯିବ, କାହିଁକି ନା ବର୍ତ୍ତମାନ ଯୋଉ 7ଟା ଅଛି କେବଳ ଓମେନ ମାନଙ୍କ ପାଇଁ ରହିଛି। ତ ସେ ଓମେନ ମାନଙ୍କ ଭିତରେ ବି ୟାର ମାନେ ନୁହଁ ଯେ କେବଳ ହିଁ ରହିବେ ଜେନେରାଲ ପିଲା, ସେମିତି ବି ନୁହଁ। ତା ଭିତରେ ପିଲେ ଏସି ଓମେନ ବି ହେଇପାରନ୍ତି, ଏସଟି ଓମେନ ବି ହେଇପାରନ୍ତି, ଏସି ବିସି ଓମେନ ବି ହେଇପାରନ୍ତି, କେହି ବି ହେଇପାରନ୍ତି। କାହିଁକିନା ଏଇ ଯୋଉ 7ଟା ଅଛି ଏଟା ରିଜର୍ଭ ନୁହଁ, ଏଟା ଅନ ରିଜର୍ଭ ହେଲା। ଆଉ ସେଇ ହିସାବରେ ବାକି ଯୋଉଗୁଡାକ ଅଛି ଏସବୁ ରିଜର୍ଭ ପୋଷ୍ଟ ଗୁଡାକ ପିଲେ, ଏଥିରେ କେବଳ ଏଇ ମାନେ ହିଁ ରହିବେ, ଠିକ ଅଛି। ଏସଟି ରେ କେବଳ ଏସଟି ପିଲାମାନେ ହିଁ ରହିବେ, ଏସି ରେ ପିଲେ ଏସି ପିଲାମାନେ ହିଁ ରହିବେ, ଆଉ ଏସି ବିସି ରେ ପିଲେ ଏସି ବିସି ପିଲାମାନେ ହିଁ ରହିବେ, ବୁଝିଲା। ତ ସେଇ ହିସାବରେ ଯୋଉମାନେ ମୁଁ କହି ରଖିବାକୁ ଚାହେଁ, ଯୋଉମାନେ ଜେନେରାଲ ପୁଅ ପିଲାମାନେ ଅଛ ହେଲା, ଯୋଉମାନେ ଜେନେରାଲ ପୁଅ ପିଲାମାନେ ଅଛ ସେମାନେ ଭାବିକିରି ଚାଲ, ଯେତିକି ଜଣ ସିଏ ପିଲେ 270 ରୁ 300 ପିଲା ଅଛନ୍ତି
ତମକୁ 270 जो 300 ପିଲା ମାନଙ୍କ ଭିତରୁ ନା ତମକୁ ଉପର ଆଡୁ 16 ଜଣଙ୍କ ଭିତରେ ରହିବାର ଅଛି ପିଲେ ବୁଝିହେଲା। ତ ସେଇ ହିସାବରେ ତମେ ତମ ପ୍ରିପାରେସନ କୁ ପିଲା ଆରମ୍ଭ କରିନିଅ ଏବେଠାରୁ ବୁଝିହେଲା। ଆଉ ଟୋଟାଲ ସମୁଦାୟ ପିଲା ଆମର 71 ପିଲେ ପୋଷ୍ଟ ଅଛି ହେଲା। 71 ପୋଷ୍ଟ ପାଇଁ ଏଇ ଯୋଉ 270 ନା କେତେ ଜଣ ପିଲାଙ୍କୁ ସେ କଣ କରିଛି ପିଲେ ବୁଝିହେଲା। ତ ସେଥିରୁ ପାଖାପାଖି ପିଲେ ତମେ 200 ପିଲାମାନେ କଟିଯିବେ। 200 ପିଲାମାନଙ୍କୁ ସେ କାଟିଦବ କେବଳ ଲାଷ୍ଟ କୁ ପିଲା ରଖିବ 71 ଜଣ ପିଲାଙ୍କୁ। କିନ୍ତୁ ଇଏ ପିଲେ ଡକୁମେଣ୍ଟ ଭେରିଫିକେସନ ମଧ୍ୟ ଯୋଉ କରେଇବ ପିଲେ ବୁଝିଲା। ୟାର ଯାହା ନିୟମ ହିସାବରେ ଇଏ କହୁଛି ଡକୁମେଣ୍ଟ ଭେରିଫିକେସନ ପାଇଁ ସେ ପିଲେ 150% ପିଲାଙ୍କୁ ଡାକିବ। ପିଲେ 150% ପିଲାର ମାନେ ହଉଛି ଭ୍ୟାକେନ୍ସିର 150%। ମାନେ ଏଠି ପିଲେ ଭ୍ୟାକେନ୍ସି ଅଛି 71ଟା। ତ ସେ ପିଲାଙ୍କୁ ଡାକିବ ପିଲେ ଡକୁମେଣ୍ଟ ଭେରିଫିକେସନ ପାଇଁ କେତେ ଜଣକୁ ନା 71 ପ୍ଲସ 71 ର ଅଧା। ତ 71 ର ତ ଅଧା ନାହିଁ ତ 72 ର ଅଧା ପିଲେ 36 ଜଣଙ୍କୁ ଡାକିବ। ତ ଟୋଟାଲ ସେ ଡାକିବ ପିଲେ 6 1 7 7 3 10। ତ 107 ଜଣ ପିଲାଙ୍କୁ ସେ ଡାକିବ ପିଲେ ଡିଭି ପାଇଁ ଡକୁମେଣ୍ଟ ଭେରିଫିକେସନ ପାଇଁ। ଆଉ ସେଇ ଡକୁମେଣ୍ଟ ଭେରିଫିକେସନ ସରିଗଲା ପରେ ପିଲେ ଏଇ 107 ରୁ ଏଇ ଯୋଉ 36 ଜଣ ପିଲାଙ୍କୁ ସେ କାଟିଦବ। ତ ଟୋଟାଲ ରଖିବ 71 ଜଣ ଯୋଉମାନେ କି ପିଲେ ବର୍ତ୍ତମାନ ସ୍କୁଲରେ ଜଏନ କରିବେ। ଆଉ ଏଇଟା ହିଁ ସେମାନଙ୍କର ପିଲେ ଫାଇନାଲ ବୁଝିହେଲା। ତ ଏଇ ହିସାବରେ ପିଲେ ସିଷ୍ଟମ ତାଙ୍କର ସେ ରଖିଛନ୍ତି ପିଲେ ହେଲା। ତ ଏଇଟା ଟିକେ ତତେ ତମମାନେ ବୁଝିଗଲ ପିଲେ ଆଟଲିଷ୍ଟ କେମିତି କଣ ଭ୍ୟାକେନ୍ସି ରହିଛି କେତେ ଏଇଟା ମଧ୍ୟ ମାଇଣ୍ଡରେ ରଖିକି ଚାଲୁଥା। ତମମାନେ ଭାବନି ଯେ ଆମ ପାଖରେ 200 300 ପୋଷ୍ଟ ଅଛି। ଆରେ ଟୋଟାଲ ତ ସେ ପିଲାଙ୍କୁ ସିଲେକ୍ଟ କରି ସେତିକି ଆଉ ଏତିକିଟା ପୋଷ୍ଟ ପରୀକ୍ଷା କଣ ଦରକାର ନା ଦେଇଦବ ପିଲାଙ୍କୁ। ତ ସେସବୁ ନାହିଁ। ତ ପିଲା 71ଟା ହିଁ ଟୋଟାଲ ପୋଷ୍ଟ। ଯୋଉମାନେ ଜେନେରାଲ ସେମାନେ ଭାବନି ଯେ 71ଟା ପୋଷ୍ଟ ସେମାନେ ଭାବିକି ଚାଲ 16ଟି ପୋଷ୍ଟ ହେଲା। ତ ମତେ କେମିତି ଏତିକି ଜଣ ପିଲାଙ୍କ ଭିତରୁ 16 ଜଣଙ୍କ ଭିତରେ ରହିବାର ଅଛି ବୁଝିହେଲା। एसी बीसी पिला माने तम माने भाबिकी चलो कि 16 ठीक अछि माने एस जो माने एसी बीसी पुओ से माने भाबिकी चलो 16 3 19 मते 19 जन भीतर रहिवार अछि। जो माने एसी बीसी झियो से माने भाबिकी चलो 16 7 पिले 23 23 3 26 मो पई 26 टा पोस्ट 26 जन भीतर मते रहिवार अछि बुझिला। तो सही हिसाब रे तम माने भाबिकी चलो पिले कि मते केते भीतर रहिवार अछि। तो सही हिसाब रे प्रिपरेशन पिले करिवो ठीक अछि। ए सब जिंस को अनदेखा पिले करबनी याकू या पे बढ़िया से माइंडसेट करी पिले पढ़ा पढ़ी स्टार्ट करिवो बुझिला। चलो आउ कौन रहिला पिले एथरे आउ ये तो सब गला वैकेंसी गला को डिस्ट्रिक्ट केते अछि एटा तुम मान देखि जानि दब पिले किछि कथा नै। मु एटा मध्ये ग्रुप रे पिले पठे दिबे हमर हला दिड जाक ग्रुप रे पठे देबी पिले। चलो तापर देखिए आउ कोन प्ले इंपोर्टेंट जिंस हमर रहिला जानिबा जिंस हला। ए तो सब जिंस ହେଲା ଏଠି ଯୋଉ ମୁଁ କହୁଥିଲି ପିଲେ ଆଚ୍ଛା ଆଚ୍ଛା ମୁଁ ପିଲେ ଭୁଲ କହିଲି ସରି ସେ ଯୋଉ 150% ନାହିଁ ପିଲେ ଏଟା 125% ପିଲେ ହେଲା। ମୁଁ ପିଲେ ତମକୁ ଭୁଲ କହିଲି ସରି ସେଟା ନାହିଁ ପିଲେ ହେଲା। 100% of the vacancy advertised out of the 125% candidates are called for document verification ସରି ପିଲେ। ତାହେଲେ 71ଟା ଯୋଉ ପୋଷ୍ଟ ଅଛି ପିଲେ 71ଟା ପୋଷ୍ଟର ନା 125% ପିଲେ ଡକୁମେଣ୍ଟ ଭେରିଫିକେସନ ପାଇଁ ଡକେଇବେ ପିଲେ ସେ ବୁଝାଉଛି। 171 ର 125% ମାନ ହଉଛି ପିଲେ 71 ଆଉ 71 ର ପିଲେ 4 ଭାଗ 25% ମାନେ 4 ଭାଗ ପିଲେ। ତ 4 ଭାଗ ହେଲେ କେତେ ହବ 71 କି ଛାଡ 72 କି ପକେଇଲେ ପିଲେ 4 କେ 4 ଠିକ ଅଛି 3 2 4 8 32 18 ଚୌକ 72 ପିଲେ ଠିକ। ତାହେଲେ 71 ପ୍ଲସ 18 ପିଲେ ଅର୍ଥାତ ଏତିକି ଜଣ ପିଲାଙ୍କୁ ଡାକିବ ପିଲେ 8 1 9 7 1 8 99 ଜଣ ପିଲାଙ୍କୁ ସେ ଡାକିବ ପିଲେ ଡକୁମେଣ୍ଟ ଭେରିଫିକେସନ ପାଇଁ। ଆଉ ସେ 99 ଜଣ ପିଲାଙ୍କ ଭିତରୁ ପିଲେ 18 ଜଣଙ୍କୁ ସେ କାଟିଦବ ଆଉ ବାକି 71 ଜଣଙ୍କୁ ସେ ପିଲେ ଜବ ଦବ। ସରି ପିଲେ 150% ନାହିଁ 125% ଚାଲ ତାପରେ ପିଲେ କଣ କହୁଛି ହେଲା डॉक्यूमेंट वेरिफिकेशन ହେଇଗଲା मेन टेस्ट ହେଇଗଲା ହେଲା। मिनिमम क्वालिफिकेशन ମଧ୍ୟ क्वालिफाइंग मार्क ମଧ୍ୟ ସେ ରଖିଛି ଏଇଟା ମଧ୍ୟ ଟିକେ इंपोर्टेंट ରହିବ या पर ଟିକେ ଧ୍ୟାନ ଦେଇଦବା। कौच इन द मेन एग्जामिनेशन द मिनिमम क्वालिफाइंग मार्क्स फॉर एसटी एससी पीडब्ल्यूडी एक्स सर्विसमैन एंड स्पोर्ट्स पर्सन कैटेगरी ऑफ कैंडिडेट्स shall be 30% and the minimum qualifying marks for candidates for the अच्छा अच्छा है ना एसटी एससी पीडब्ल्यूडी एक्स सर्विसमैन स्पोर्ट्समैन कैटेगरी shall be 35%।
ହେଲା ପିଲେ। ତ ହେଲା ଏଠି ଗୋଟେ ଦେଖ ଗୋଟେ 30% ପିଲେ କହୁଛି ମିନିମम କ୍ୱାଲିଫାଇଂ ମାର୍କ୍ସ ପିଲେ ଠିକ ଅଛି shall be 35%. In case of a failure to appear qualify in the main examination, the candidate shall not be considered further the requirement process. ତ ଯୋଉମାନଙ୍କର ପିଲେ 30% ବା 35% ରୁ ପିଲେ କମ ମାର୍କ ଅଛି ହେଲା ଦେଖ ମୁଁ ଆଉ ଥରେ କହିଦଉଛି ପିଲେ ST SC PWD ଆଉ ପିଲେ ex serviceman केवल एई मानकर पिला एसटी एससी एक्स सर्विसमैन पीडब्ल्यूडी ର ମାନେ ହଉଛି ପିଲେ ଏନି କ୍ୟାଟାଗୋରୀ ର पीडब्ल्यूडी ସେ ପିଲେ ୟୁଆର ର ହୁଅନ୍ତୁ କି ପିଲେ ଜେନେରାଲ ପିଲା ହୁଅନ୍ତୁ କି ଏସସିବିସି ପିଲା ହୁଅନ୍ତୁ ଏନି ତ ଯଦି ପିଲେ पीडब्ल्यूडी ଅଛି ବା एसटी एससी ଏସବୁ ଅଛନ୍ତି ଏକ୍ସ ସର୍ଭିସମ୍ୟାନ ବି ଅଛନ୍ତି ତ ଏମାନଙ୍କୁ ନା ପିଲେ ମିନିମମ୍ 30% ପିଲେ ଆଙ୍କର କ୍ୱାଲିଫାଇଂ ମାର୍କ ରଖିছে ପିଲେ ବହୁତ ବଢିଆ ସିଷ୍ଟମ କରିছে ପିଲେ ତ ସେମାନେ ମାନେ ଏମିତି ନୁହଁ ଯେ ସେମାନେ 2 3 4 5 6 7 8 9 ଏମିତି ରଖିକି ପିଲା ହଉଛି ଅନ୍ୟାନ୍ୟ ଇଏରେ ହେଇପାରିବନି ତାଙ୍କୁ ମିନିମମ୍ ପିଲେ 30% ରଖିବାକୁ ହିଁ ପଡିବ 30% ର ମାନେ ହଉଛି ପିଲେ ସେମାନଙ୍କୁ 30 ଆଟଲିଷ୍ଟ ରଖିବାକୁ ପଡିବ କାହିଁକିନା 100ଟା 100 ପିଲେ ଫୁଲ ମାର୍କ 100 ମାର୍କରୁ ତାଙ୍କୁ 30 ମାର୍କ ରଖିବାକୁ କମ୍ପଲସରି ଯଦି ସେମାନେ 30 ମାର୍କ ରଖୁନାହାନ୍ତି ସେମାନଙ୍କୁ ପିଲେ କନସିଡର କରାଯିବ ନାହିଁ ଫର୍ଦର ଦ ଇନ ଦ ରିକ୍ୱାରମେଣ୍ଟ ପ୍ରୋସେସ ଭିତରକୁ ତାଙ୍କୁ କନସିଡର କରାଯିବ ନାହିଁ ଆଉ ଯୋଉମାନେ ପିଲା ଅଦର ଦ୍ୟାନ ଦିଜ୍ ଠିକ ଅଛି ଅଦର ଦ୍ୟାନ एसटी एससी पीडब्ल्यूडी एक्स सर्विसमैन स्पोर्ट्स पर्सन ତ ଯେତେବେଳେ ପିଲା ୟାକୁ ଛାଡିଦେଲା ପରେ ଆଉ ଯୋଉମାନେ ରହିଲେ ଯେମିତି କି ପିଲା ୟୁଆର ପିଲା ରହିଲେ ତାପରେ ଏସସିବିସି ପିଲା ରହିଲେ ଏମାନଙ୍କ ପାଇଁ ପିଲେ କ୍ୱାଲିଫାଇଂ ମାର୍କ ଅଛି 35% ଯଦି ଏମାନେ 35 ରଖୁଛନ୍ତି ତାହେଲେ ଏମାନଙ୍କୁ କନସିଡର କରାଯିବ ଫର୍ଦର ଦ ରିକ୍ୱାରମେଣ୍ଟ ପ୍ରୋସେସ ଆଉ ନାଇଁ ତ ଯଦି ଏମାନେ 35 ମାର୍କ ରଖୁନାହାନ୍ତି ତ ଆରମ୍ଭରୁ ସେମାନଙ୍କୁ କାଢି ଦିଆଯିବ ପିଲେ ତ ସେଥିପାଇଁ ତ ମିନିମମ୍ କ୍ୱାଲିଫାଇଂ ମାର୍କ ପିଲା ଅଛି 35 ପିଲେ ତ ତୁମକୁ ରଖିବାକୁ ପଡିବ ଇନ ଦ ମେନ୍ ଏକ୍ସାମିନେସନ ହେଲା ଯେବେ ଯୋଉ ଏକ୍ସାମିନେସନ ହବ ଏଥିରେ ପିଲେ ତ ଏଇଟା ବହୁତ ବଢିଆ ସିଷ୍ଟମ ରଖା ହେଇଛି ପିଲେ ଜିନିଷକୁ ତମେ ଟିକେ ଗୁରୁତ୍ୱ ଦବ ପିଲେ ତ 30 ଟା ଆଟଲିଷ୍ଟ ରଖିବାକୁ ପଡିବ ଏଇମାନଙ୍କୁ ଆଉ ବାକି 35 ପିଲା ରଖିବାକୁ ପଡିବ ୟୁଆର ଏସସିବିସି ପିଲାମାନଙ୍କୁ ହେଲା ଚାଲ ଏଇଟା ଗୋଟେ ବହୁତ ବଢିଆ ଜିନିଷ ପିଲେ ଏଇଟାକୁ ମନେ ରଖିବ ଚାଲ ତାପରେ ଆଉ କଣ ସିଷ୍ଟମ ଅଛି ପିଲେ ହେଲା main examination shall comprise questions from the syllabus as indicated in the table above ଆଚ୍ଛା ସେ annexure 2 ରେ ପିଲେ ସେମାନଙ୍କର ଦେଇଛି ଆମେ ତାପରେ ଆଲୋଚନା କରିବା କିନ୍ତୁ ଏଇଠି ମଧ୍ୟ ଆଉ ଗୋଟେ କଥା ମନେ ରଖିବ कि play there are four alternatives for the answers to every question for each question for which a wrong answer has been given by the candidate 1/3 of the marks assigned to that question will be deducted as penalty ହେଲା ତାହେଲେ ସେମାନଙ୍କର ଗୋଟେ ମାଇନସ ମାର୍କିଂ ରହିଛି ପିଲେ ନେଗେଟିଭ ମାର୍କିଂ ରହିଛି କେତେ ନା 0.33 ପିଲେ ତ 0.33 ର ମିନ୍ସ ପିଲେ ତମମାନେ ଯଦି ତିନିଟା ପ୍ରଶ୍ନ ଭୁଲ କରୁଛ ନା ତାହେଲେ ଏକ ମାର୍କ କଟିବ 0.33 ର ମିନ୍ସ ପିଲେ ଏହା ହିଁ ହବ ଠିକ ଅଛି ତିନିଟା ପ୍ରଶ୍ନ ଭୁଲ କରୁଛ ତାହେଲେ ପାଖାପାଖି ମାନେ ମୋଟାମୋଟି ଏକ ମାର୍କ ପିଲେ କଟିବ ଠିକ ଅଛି ଆକ୍ଚୁଆଲି ସେମାନେ ତ ପୁରା ଏ ହିସାବ କରିବେ କିନ୍ତୁ ଆମେ ମୋଟାମୋଟି ଭାବରେ କହୁଛେ ପିଲେ କି ଯଦି ତିନିଟା ପ୍ରଶ୍ନ ଭୁଲ ହୁଏ ତାହେଲେ ଗୋଟେ ମାର୍କ ପିଲେ କଟିଯିବ ବୁଝିଲା ତ ସେଥିପାଇଁ ଏହା ପ୍ରତି ମଧ୍ୟ ଧ୍ୟାନ ଦବ ପିଲେ ମାଇନସ ମାର୍କିଂ ସିଷ୍ଟମ ରହିଛି ହେଲା ଏଇ ଯୋଉ ପଏଣ୍ଟ ଗୁଡାକ ମୁଁ ଯୋଉଟା କହୁଥିଲି ଗୋଟେ ପେପରରେ ନୋଟ କରିଦିଅ ପିଲେ ବୁଝିଲା ଯେମିତି କି ମୁଁ ତମମାନଙ୍କୁ କହିଲି कि एग्जाम रो डेट एरा गोटे पेपर नोट करूथा पिले जो माने प्रकृति रे प्रिपेयर करूछ मोर कथा से माने गुरुत्व दबा प्रथमे गोटे छोटे पेपर नोट कर दो कि पिले मोर मेन एग्जामिनेशन डेट होची 24 सितंबर 2025 हैला माइनस मार्किंग अछि 0 बुझाला पिले ताऊ तापरे क्वालिफाइंग मार्क से मान निजर कैटेगरी हिसाब रे पके दियो जो माने एसटी एससी पीडब्ल्यूडी स्पोर्ट्स पर्सन हेतिबो से मान लेख पिले 30 मार्क जो माने अदर देन दिस तो से मान लेख पिले कि 35 एटा लेख इंडिकेट कर पिले एटा गोटे पेपर रे एटा को माइंड रखियो नाले भूली जियो पुणी खोजी होतुओ हैला पॉइंट उडा लेखि रख के ये जिंस पिला हमकु गुरुत्व दवा को पड़िबो बुझिला पिले चलो तापर पिला आ कोन रहिला वर्तमान पिले हमर तो ए एग्जाम सरी जायछि तो या पर आ किछ हम आलोचना करे दरकार नै प्रीलिम एग्जाम पिले ऑलरेडी कंप्लीटेड तापर पिले वर्तमान जो रहिछि मेन एग्जामिनेशन जो रहिछि हम या पर पिले गुरुत्व वर्तमान दबा आउ प्रीलिम रे किछि भूमिका नै प्रीलिम सइला प्रीलिम रे जो माने क्वालिफाई करियो से सब से प्रीलिम की भूल जाओ आउ किछ आवश्यक नै वर्तमान पिले नेम ऑफ द पोस्ट रहिला संस्कृत टीचर क्वेश्चन आसीबो पिले 100 टी प्रश्न फुल मार्क मध्ये पिले तमरा 100 मार्क तुमको टाइम मिलिबो पिले 1.5 घंटा हैला तो 1.5 घंटा पिले टाइम दिया जिवो आउ 100 मार्क रो पिले तुमको गोटे परीक्षा देबा को पड़िबो जोथरे कि 100 टा प्रश्न मध्ये तुमको आसीबो
ଆଉ या ପାଇଁ सिलेबस पिले कौन रही ना केवल पिले संस्कृत आसीबो पेपर 2 पिले जो दीटा पेपर होउतला प्रीलिम रे एथिरा हो पेपर 1 आसीबोनी केवल पेपर 2 रु पिले 100टा जाक प्रश्न आसीबो जोटा कि पिले सेकंड अनेक्सर रे पिला हमकु देखबा को मिलिबो। तो चलो वर्तमान पिला माने सेकंड अनेक्सर पाखकु पळेबा। सेकंड अनेक्सर पिले कोठी दैतो लास्ट को दैतो कोठी दबा हैला हैला ये हला पिले सेकंड अनेक्सर देखो ହେଲା ଇଏ ହଉଛି ତମମାନଙ୍କର ପିଲେ ସେକେଣ୍ଡ ଆନେକ୍ସର ର ପେପର 2 ପିଲେ। ତ ଏଇ ଜିନିଷଟାକୁ ଦେଖ ତ ତମମାନଙ୍କର ପିଲେ ଏଲଟିଆର ରେ ଯାହା ସିଲାବସ ପିଲେ ତମମାନଙ୍କର ଟିଜିଟି ରେ ଯାହା ସିଲାବସ ତମମାନଙ୍କର ଓଏଷ୍ଟେଟ ରେ ଯାହା ସିଲାବସ ବୁଝିଲା ତମମାନଙ୍କର ଆରଏଚଟି ରେ ପିଲେ ଯାହା ସିଲାବସ ତ ଯାହା ଏଠି ସିଲାବସ ପିଲା ଅଛି ସାଂସ୍କ୍ରିଟ ପାର୍ଟ ର ଏକ୍ଜାକ୍ଟଲି ସେମ ହିଁ ସିଲାବସ ତମମାନଙ୍କୁ ପିଲେ ଦେଖିବାକୁ ମିଳିଯିବ ଏସଏସ ଡି ରେ ମଧ୍ୟ ହେଲା କିଛି ପରିବର୍ତ୍ତନ ନାହିଁ ସେଇ ଜିନିଷ ପିଲେ ଯୋଉ 6ଟି ୟୁନିଟ ବର୍ତ୍ତମାନ ମେନ୍ ତମମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ହଉଛି ପିଲେ 6ଟି ୟୁନିଟ ତମେ ସେଇ 6ଟି ୟୁନିଟ କୁ ପଢ ଇଂଲିଶ ର ପେଡାଗୋଜି ପିଲେ କିଛି ପ୍ରଶ୍ନ ଆସିବନି ଯୋଉମାନେ ଭାବିଲେ ଇଂଲିଶ ର ପେଡାଗୋଜି ଆସିବ କି ନାହିଁ ଭୁଲି ଯାଉ ପିଲେ ଇଂଲିଶ ପେଡାଗୋଜି କିଛି ବି ଆସିବ ନାହିଁ ଆଉ ସେଇ ୟୁନିଟ 1 ୟୁନିଟ 2 ହେଲା ସେମ ହିଁ ସବୁ ଜିନିଷ ପିଲେ ୟୁନିଟ 3 ୟୁନିଟ 4 ହେଲା ୟୁନିଟ 5 ରୁ ପିଲେ ଯେମିତି ଯୋଉ ଭାଷାଗତ ବିଷୟ ୟୁନିଟ 6 ପିଲେ କବି ଆଉ କିଛି ନାହିଁ ପିଲେ ହେଲା ଏଇ 6ଟି ୟୁନିଟ ତମମାନଙ୍କ ପାଇଁ ପିଲେ ବହୁତ ଇମ୍ପୋର୍ଟାଣ୍ଟ ଏଇ 6ଟି ୟୁନିଟ କି ଭଲସେ ତମମାନେ ପୁରାପୁରି ପ୍ରିପେୟାର ପିଲେ ହେଇଯାଅ ବୁଝିଲା ପିଲେ ଆଉ ବାକି ଏହାର ଯୋଉ ପିଲେ କ୍ୱେଶ୍ଚିନ୍ ଆସିବ କେମିତି କଣ ଆସିବ ପିଲେ ନା ଯେମିତି ଆମମାନଙ୍କର ଓଏଷ୍ଟେଟ ଏସବୁ ଆସେ ସେଇ ଟାଇପର ପ୍ରଶ୍ନ ଆସିବ କି ପ୍ରାୟ ପିଲାଙ୍କର ମନରେ ପିଲେ ଧାରଣା ତ ହଁ ଆସିପାରେ ଆସିପାରେ ନାହିଁ ଆସିବ କିଛି ପ୍ରଶ୍ନ ସେଥିରୁ ବି ଆସିବ ଆଉ କିଛି ପ୍ରଶ୍ନ ପିଲେ ଆମର ସେଣ୍ଟ୍ରାଲ ଲେଭେଲର ଯୋଉ ସଂସ୍କୃତ ଶିକ୍ଷଣ ରହିଛି ସେଥିରୁ ମଧ୍ୟ ଆସିବ ସେଥିପାଇଁ ତମମାନଙ୍କୁ ପିଲେ ଦିଟା ଜିନିଷ ପଢିବାକୁ ପିଲେ ପଡିବ ତ ଆମମାନଙ୍କର ଓଡିଶା ଲେଭେଲର ବି ପଢିବାକୁ ପଡିବ ତାପରେ ଯୋଉ ସେଣ୍ଟ୍ରାଲ ଲେଭେଲର ବି ଅଛି ପିଲେ ସରି ହେଲା ତ ତା ଲେଭେଲର ବି ପିଲେ ତମମାନଙ୍କୁ ପଢିବାକୁ ପଡିବ ତ ଦିଟା ଯାକ ଲେଭେଲରେ ତମମାନଙ୍କୁ ପଢିବାକୁ ପଡିବ ବୁଝିଲା ଦିଟା ଲେଭେଲରେ କୋଉଟା କି ପିଲେ ତିନିଟା ତ ୟୁନିଟ ହଉ ଲର୍ଣ୍ଣିଂ ଯୋଉ ଆମର ରହିଲା ପିଲେ ସଂସ୍କୃତ ଶିକ୍ଷଣ ଭାଷା ପ୍ରଶିକ୍ଷଣ ଆଉ ଭାଷା ସାହିତ୍ୟ ଶିକ୍ଷଣ ପଦ୍ଧତି ଏଇ ତିନିଟା ୟୁନିଟ ହିଁ କେବଳ ଆଉ ବାକି ଯୋଉ ତିନିଟା ୟୁନିଟ ରହିଲା ଏଗୁଡାକ ତ ପିଲେ ଜଣା ହିଁ ପଡିଯାଉଛି କଣ ଆସିବ କଣ ନାହିଁ ଆଉ ଏଥିରୁ ଆଉ ସେଣ୍ଟ୍ରାଲ ଲେଭେଲ କଣ ଓଡିଶା ଲେଭେଲ କଣ ଏଇଟା ପିଲେ ଇଏ ହିଁ ଏଇଟା ଆମମାନଙ୍କ ସେ ବହିରେ ପିଲେ ଯାହା ଅଛି କେବଳ ସେଇତକ ପଡିବ ଦେଖିବ ଖୁସିରେ ଖୁସିରେ ତମମାନଙ୍କର ପିଲେ ହେଇଯିବ ମୁଁ ତମମାନଙ୍କର ବହୁତ ସାରା ମକ୍ ଟେଷ୍ଟ ପିଲେ କରେଇଥିଲି ଏଲଟିଆର ବେଳେ ହେଲା ମୁଁ ଏଲଟିଆର ବେଳେ ତମକୁ ପ୍ରିଲିମ ପାଇଁ ବି ପଢଉଥିଲି ଆଉ ସେଗୁଡାକ ତମମାନଙ୍କୁ ବହୁତ ହେଲ୍ପଫୁଲ ପିଲେ ପ୍ରିଲିମ ରେ ହେଇଛି ତମମାନେ ବହୁତ ସାରା ବହୁତ ଅଧିକ ମାତ୍ରାରେ ପିଲା ଆମ କୋଚିଂ ରେ ତ ମୁଁ ଲାଗୁଛି ଯେତିକି ପୋଷ୍ଟ ବାହାରିଛି ତାର ଅଧାରୁ ଅଧିକ ପିଲା ଠିକ ଅଛି କେବଳ ଆମ କୋଚିଂ ର ପିଲା ହିଁ ରହିଛନ୍ତି ତ ସେଥିପାଇଁ ତମମାନଙ୍କୁ ବହୁତ ବହୁତ ପିଲେ କଂଗ୍ରାଚୁଲେସନ କିନ୍ତୁ ତମମାନେ ଏବେ ବି ପିଲେ କଣ କରିବ ନା ଯୋଉ ରହିଛି ସାଂସ୍କ୍ରିଟ ପାର୍ଟଟା ଯାହାର ପିଲେ ବହୁତ ସାରା ମକ୍ ଟେଷ୍ଟ ମୁଁ ତମମାନଙ୍କୁ କରେଇଥିଲି ପିଲେ ସେଗୁଡାକ ବର୍ତ୍ତମାନ ତମମାନେ ଦେଖ ପିଲେ ଠିକ ଅଛି ସାଂସ୍କ୍ରିଟ ପାର୍ଟଟାକୁ ବହୁତ ଭଲସେ ପଢ ଆଉ ଯୋଉମାନେ ପିଲେ ଏଇ ୟା ପାଇଁ ୟାର ପ୍ରିପାରେସନ ପାଇଁ ଠିକ ଅଛି ଯୋଉମାନଙ୍କ ପାଖରେ ଯୋଉମାନେ ସଂସ୍କୃତ ମାର୍ଗଦର୍ଶିନୀ ବହି ପିଲେ ନେଇ ସାରିଛ ସେମାନେ ସେ ବହିକୁ ପିଲେ ଆରମ୍ଭ କରିବ ଠିକ ଅଛି ଏଇ ଯୋଉ ବୁକ୍ ପିଲେ ନେଇ ସାରିଥିବ ମୁଁ ତମମାନଙ୍କୁ ସିଲାବସ ଟିକେ ଖାଲି ଦେଖେଇ ଦଉଛି ହେଲା ଦେଖ ତମମାନେ ଏବେ ପିଲେ ଦେଖ ଏଠି ଯୋଉ ୟୁନିଟ 1 ପିଲେ ଆରମ୍ଭ ହେଲା ସଂସ୍କୃତ ଶିକ୍ଷଣ ୟୁନିଟ 2 ପିଲେ ଭାଷା ପ୍ରଶିକ୍ଷଣ ୟୁନିଟ 3 ହଉଛି ଭାଷା ସାହିତ୍ୟ ଶିକ୍ଷଣ ପଦ୍ଧତି ୟୁନିଟ 4 ହଉଛି ପିଲେ ସଂସ୍କୃତ ଭାଷାର ମୌଳିକ ଜ୍ଞାନ ହେଲା ପଞ୍ଚତନ୍ତ୍ର ହିତୋପଦେଶ ମେଘଦୂତ ଅଭିଜ୍ଞାନ ଶାକୁନ୍ତଳ ସବୁ ଇମ୍ପୋର୍ଟାଣ୍ଟ ଜିନିଷ ପିଲେ ଏଥିରେ ଲେଖାଯାଇଛି ୟୁନିଟ 5 ର ପିଲେ ଟୋଟାଲ ବିଷୟ ଆଉ ୟୁନିଟ 6 ର ମଧ୍ୟ ପୁରା ବିଷୟ ଅର୍ଥାତ ପେଜ ନମ୍ବର କୋଉ ପର୍ଯ୍ୟନ୍ତ ଯାଉଛି ପିଲେ ନା 149 ପର୍ଯ୍ୟନ୍ତ ତାହେଲେ ପିଲେ 4 ନମ୍ବର ପେଜ ରୁ ଆରମ୍ଭ କରିକି 149 ନମ୍ବର ପେଜ ପର୍ଯ୍ୟନ୍ତ ପିଲେ ଚେଷ୍ଟା କରିବ ସବୁଦିନ ରିଡିଂ କରିବା ପାଇଁ ପିଲେ ସବୁଦିନ ରିଡିଂ କରିବା ପାଇଁ ଆଉ ଦେଖ ଏଇ ସବୁଦିନ ତମମାନେ କଣ୍ଟିନ୍ୟୁ ରଖିବ କିଛି ବଡ କଥା ନାହିଁ ପିଲେ 145 ପେଜ ପର୍ଯ୍ୟନ୍ତ ରିଡିଂ ମାରିବା କିଛି ବଡ କଥା ନାହିଁ ଆରାମସେ କରିପାରିବ ପିଲେ ତମମାନେ ଠିକ ଅଛି ଦିନକୁ ଯଦି 6-7 ଘଣ୍ଟା ବି ପଢିବ ନା ତାହେଲେ ବି ସରିଯିବ ପିଲେ ତ ସବୁ ଜିନିଷ ପଢିବାକୁ ପଡିବନି ଦେଖ ତମମାନଙ୍କ ଯଦି ପିଲେ ଧାତୁ ରୂପ ମନେ ରହିଯାଇଥିବ ଶବ୍ଦ ରୂପ ମନେ ରହିଥିବ ତାକୁ ବାରମ୍ବାର ପଢିବା କି ଦରକାର ନାହିଁ ଆଉ ବାକି ପିଲେ ଅଭିଜ୍ଞାନ ଶାକୁନ୍ତଳ ଏହାର ଇମ୍ପୋର୍ଟାନ୍ସ ଶ୍ଲୋକର ପିଲେ ତମମାନଙ୍କ ସବୁ ମକ୍ ଟେଷ୍ଟ ମୁଁ କରେଇଛି ଗଦ୍ୟ ଭାଗରେ ବି ସବୁ ଯାକ ମକ୍ ଟେଷ୍ଟ ପିଲେ ମୁଁ କରେଇଛି ତ ସେଗୁଡାକ ବି ତମମାନେ ପିଲେ ବହି ଆକୁ ନ ପଢିକି ଯୋଉ ମକ୍ ଟେଷ୍ଟ କରେଇଥିଲେ ସେଗୁଡାକ ଆଉଥରେ ଦେଖିବ ପିଲେ ବୁଝିଲା ତମମାନଙ୍କ ପାଖରେ ଥିବ ତାର ପିଲେ ମୁଁ କାହିଁକି ନା ଏପର୍ଯ୍ୟନ୍ତ ଆକ୍ସେସ ପିଲେ ବନ୍ଦ କରିନି ତ ଖୋଜିବ ପିଲେ କୋଉଠି ଅଛି ହେଲା ତ ତାକୁ ତମମାନେ ଟିକେ ଦେଖ ପିଲେ ଆଉ ଏଗୁଡାକର ମଧ୍ୟ ସବୁ ଯାକର ପିଲେ ମକ୍ ଟେଷ୍ଟ ମୁଁ କରେଇଥିଲି ଆକୁ ମଧ୍ୟ ତମମାନେ ଟିକେ ନଜର ଦିଅ
आ बाकी जो कवि परिचय रहा एटा को तुम सबुदिन पढ़िया चेष्टा करियो पिले हैला कारक विभक्ति को पिले सबुदिन पढ़िया चेष्टा करियो सबुदिन आ बाकी जो यूनिट 1 यूनिट 2 यूनिट 3 ए तीनटा तो सबुदिन मोस्टली पढ़िबो ही पढ़िबो पिले हैला आ एतरे सब जिंस पिले नोट वाइज करा जाय तो सेति पय तुमको किछि भी प्रॉब्लम हबो नाही आ बाकी जो सीबीटी जो सॉरी बाकी जो रहिला सीडीपी पार्ट पिले एठो एतिकी ହେଲା ଏଇଟା ତମ ମାନଙ୍କ ପାଇଁ ଏବେ ଦରକାର ନାହିଁ ପିଲେ ଏଇଟା ତମ ମାନଙ୍କ ପାଇଁ ପରେ ଦରକାର ପଡିବ ତ ଏଇଟାକୁ ଏବେ ତମ ମାନେ ସ୍କିପ୍ କର ଏଇଟା ପ୍ରତି ଏତେ ଏବେ ଧ୍ୟାନ ଦିଅନି ତମେ କେବଳ ତା ପ୍ରତି ହିଁ ଧ୍ୟାନ ଦିଅ ତା ସହିତ ପିଲେ ଏଠି ମୁଁ ଯୋଉ ପୂର୍ବ ବର୍ଷର ପ୍ରଶ୍ନ ଦେଇଛି ପିଲେ ଏଗୁଡାକ ତମ ମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ହେଇଯିବ ସିବିଟି 2021 ଏଗୁଡାକ ମୁଁ କଲା ବେଳେ ପିଲେ ଗୋଟେ ଧ୍ୟାନ ରଖିଛି पेडागोजी पार्ट अलग रखी सांस्कृत पार्ट अलग रखी केवल ए जिनस देख ना पे एथरे केवल सांस्कृत पार्ट ही आसूची तो तुम 2021 केवल सांस्कृत पार्ट टाक देख 2022 केवल सांस्कृत पार्ट टाक देख जमी एसएसटी 2022 जो होता तार भी पे सांस्कृत पार्ट टाक देख बुझे आरएसटी एसएसपी टीजीटी ओएसएससी एलटीआर एसएसटी प्रिलिम जो जस्ट जाए तार भी देख पे आ बाकी रहा पे यू एतक जो सांस्कृत पार्ट पे ओ स्टेट आज पर्यंत जो है तार सांस्कृत पार्ट अलग सीधी पार्ट मुझे अलग कर रखी तो से तुम जो सांस्कृत पार्ट तक अच्छी केवल यही तक ही पे ध्यान दब तो ये क्वेश्चन गुड़ाक भल से कर प्रैक्टिस कर है आ बाकी तुम मानक पे आंसर खोजा पड़ोनी कहीं मुझे अलरेडी से आंसर गुड़ा सब मेनसन कर देछि पे है जमी गोटे आम उदाहरण देखा कौ भी जिन को देख ये गोटे कार सांस्कृत पार्ट पे बुझला ए का भाषा स्वयंभुवा उत्सृष्टा तो आंसर ये दे देछि तो तुम मैंने देख कि है सांगसाथी थी क्या दियो पचारे सी तुमको पचार तुम तर आंसर कह भी आंसर देखा कष्ट लगे आंसर अलरेडी मेनसन अच्छी ठीक अच्छे बारंबार आंसर पेज को तुमको जावाक पड़ोनी सब आंसर पे मेनसन हो जाए पे आती प्रश्न अच्छी से प्रश्न तुम मैंने पे प्राक्ट कर दौच मक टेस्ट पे प्राक्ट कर दौच तेज तुम मान प्रिपेरेसन पे 100% हो गला भाविक चल आ परीक्षा तुम मैंने बहुत बढ़िया कर पे है आउ खाली गोटे कमी पे रही जाइथिला कोन ना हमें एलटीआर पढ़ला बेले सेंट्रल लेवल रो बही का माने फॉलो करनथले कि जो जिनछड़ा बर्तन एसएसपी टीजीटी रे मु पिलां को करौछि पिले एसएसपी टीजीटी रो पिलां को तुम माने तो प्राय जॉइन भी हेचा तो सेते जानि भी परथबो मु एसएसपी सेंट्रल लेवल रो मध्ये जो संस्कृत रो पेडागोजी ता अछि ताको पिलां को पढौछि पिले एति पय सेतुर प्रश्न पळै आसु त पिले तो सेति पय मु रिस्क न नै करी मु से विषय मध्ये पिलां को पढौछि हैला तो जो मैंने पे प्रिपेयर करुच बढ़िया से प्रिपेयर कर यही भाव कर तो तुम मानकर निहाती भाव पे सफलता हम है आदि भी सफलतार कोटि के चांस रही जाऊँगी तो किसी भी कथा नहीं पे कृते प्रयत्न यदि न लभ्येत ठीक अच्छे हाँ कृते प्रयत्न यदि न सिद्ध्यति कोत्र दोष कौन सी दोष पे ना तो कि आम आम परिश्रम पे बहुत कर माने परिश्रम जमी करने कथा आम आम हिसाब से करवा तेणिक फल पे भगवान हाथ में अच्छी से फल पे निहाती भाव में देवे बा तुम परिश्रम पे केवे वृथा होइजिबोनी एटा भाबी चला जे तुम परिश्रम करिछ परिश्रम हेलानी माने वृथा होइगला ता नुह पे परिश्रम पे कदापि वृथा हबनी कारण परिश्रम केवे वृथा जायनी तो सेति पे तुम परिश्रम करी पढ़ अल्प दिन समय रहिला आउ जॉब रो नेटवर्क को लेकिन मध्ये किछि माइंड रखिबोनी कि एसएस डेवलपमेंट स्कूल हेतिबो केमते स्कूल हेतिबो कोन हेतिबो किछि नै पे बहुत बढ़िया स्कूल ठीक अछि तो आराम से प्रिपरेशन पे कर तो तुम मानक जहाँ भी इनफॉरमेशन दबार था सब किछि देली आउ पे माइंड रे किछि रखनी कोन कोन सिलेबस रहिला कोन ये रहिला ताको सब गोटे नोट कर आगो खाता रे पिले हला नोट कर रख न जहाँ पाखे बही अच्छी बही तो प्राय पिला नहीं साइलनी हला बही भी बहुत भी कम भी अच्छी मो पाखे देख जो माने पिले बही नहीं से माने से बही रे मध्ये मेंशन कर दे परिबो पिले ठीक अछि तमरो कोन कोन सिलेबस जेमति कि पिले बही रे इडी स्पेस अछि हला तो एई जगह रे त माने सेठी मेंशन कर दबा कि हमर एसएसडी पई पिले कोन केमति रहउची पिले हला तो जो मेन एग्जाम हम यही तारीख हम नेगेटिव मार्किंग 0.33 बुझला तो यहाँ टे मेंशन आ जो क्वालिफाइंग मार्क 30 कि 35 मेंशन करदब तापर तुम मानकर पे यही 6टा यूनिट उपर ठीक मारदब हाँ कि यही 6टा यूनिट हूँ आम मानकर एसएसडी रो मेन एग्जाम रो सिलेबस तो हो गला पे कौन दरकार तो जानी परिबो पे है तो यही बही रे सब किछि हे पे तुम मानु एक्स्ट्रा किछि खाता खाता बनेबो पड़िबो ने बही रे तुम मान लिखि दबो तुमको सुविधा हो पे है आ बाकी सांस्कृतिक पार्ट गुड़ाक जहाँ जहाँ एथरे अच्छी से गुड़ाक देख है आ प्रायत समस्त बही पे जो मैंने ये करते समस्त बही पोस्टाल हो जाए बहुत कम दिन भितर पे से पाइज आ जो मैंने काली परदिन कर कराइनि पे तो आम भी करदेबू शीघ्र जेहेतु परीक्षा पाखे आसलानी आम तुम करदेबू शीघ्र पे हौ पे ठीक अच्छे ये बात गोटे तुम छोटिया इनफॉरमेशन थिला हाँ तो समस्त पे एबेठारु ऑल द बेस्ट भी रही पे है तो तुम तुम बेस्ट पे दियो परीक्षा निहाती भाव में समस्त भल हम महाप्रभु जगन्नाथ समस्त पे मंगल करेंगे हौ धन्यवाद।